ସମସ୍ତଙ୍କୁ ଜୁହାର। ଆଜି ଗୋଟେ ବଡ଼ ନିଷ୍ପତ୍ତି ନେଇଛି ମୁଁ ଯେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବରଗଡ଼ ଜିଲ୍ଲା ବିଜେପି ସଭାପତି ଉପଦେଷ୍ଟା ଶ୍ରମିକ ସାମୁଖ୍ୟ ବିଜୁ ଶ୍ରମିକ ସାମୁଖ୍ୟ ମଧ୍ୟ ଦେଇଛି ଆମର ଇସ୍ତଫାପତ୍ର ମାନ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ନବୀନ ନିବାସ ଯାଇ ତାଙ୍କୁ ଦେଇଛି। ଏ ନିଷ୍ପତ୍ତି ନିଶ୍ଚିତ ଭାବରେ ମୋ ପାଇଁ ଆଜି ଗୋଟେ ବଡ଼ ନିଷ୍ପତ୍ତି, କାରଣ ଯେଉଁ ଦଳ ପାଇଁ ଦୀର୍ଘ 35 ବର୍ଷ ମୁଁ ବିଭିନ୍ନ କାର୍ଯ୍ୟକ୍ରମ ବିୟମଠୁ ଆରମ୍ଭ କରି ଛାତ୍ର ଜୀବନଠୁ ଆରମ୍ଭ କରି ଥିଲି, ଦଳ କଂଗ୍ରେସ ରାଜନୀତିରେ ମୁଁ ଥିଲି ଏବଂ ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କ ସାଙ୍ଗରେ କାମ କରିଛି ଏବଂ 2014ରୁ 19 ଲୋକସଭା ସାଂସଦ ଥିଲି ବରଗଡ଼ର। ଏବଂ ସେହି ସମୟରେ ଅଞ୍ଚଳ ଅନେକ ବିକାଶମୂଳକ କାମ କରିଛି। ଝାରସୁଗୁଡ଼ା ଜିଲ୍ଲା ହେଉ, ବରଗଡ଼ ଜିଲ୍ଲା ହେଉ, ବିଶେଷ କରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନାମକରଣ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ତା'ର ଯେଉଁ କାମ ସାରିବା ଏବଂ ବିଭିନ୍ନ ସେଠି ଫ୍ଲାଇଟ୍ ଅପରେଟ୍ କରିବା, ଝାରସୁଗୁଡ଼ା DMF ଫଣ୍ଡ ସେସା ଫଣ୍ଡ କେମିତି ଖର୍ଚ୍ଚ ହେବ, ବିଭିନ୍ନ ପାଇଁ ଇରିଗେସନ୍ ପାଇଁ, ଡ୍ରିଙ୍କିଂ ୱାଟର୍ ପାଇଁ, ସ୍କୁଲ କଲେଜ ପାଇଁ, ହେଲ୍ଥ ଏଜୁକେସନ୍ ପାଇଁ କାମ କରିଛି, କମ୍ୟୁନିକେସନ୍ ପାଇଁ କାମ କରିଛି, ବରଗଡ଼ କେମିତି ହେବ ବରଗଡ଼ ନଗର ରେଲୱେ ଲାଇନ୍ ପାଇଁ କାମ କରିଛି, ପ୍ରତ୍ୟେକ ଜାଗାରେ କାମ କରିଛି। ଏବଂ ମୋର ସେଇଟା ମୋ ନିଶ୍ଚିତ ଭାବରେ ମୋ ପାଇଁ ସୁଯୋଗ, ମୋ ପାଇଁ ଗୋଟେ ଅପରଚୁନିଟି ଥିଲା ଯେ ଲୋକଙ୍କର ସେବା କରିବା ପାଇଁ। ଏବଂ 2019 ମୋତେ ଟିକେଟ୍ ବଞ୍ଚିତ ହେଇକି ମୁଁ ଦଳ ପାଇଁ କାମ କରିଥିଲି। କିନ୍ତୁ ଏବେ ଯେଉଁ ରିସେଣ୍ଟଲି ଯେଉଁ ନିଷ୍ପତ୍ତି ନିଆହେଲା ବରଗଡ଼ ଲୋକସଭା ପାଇଁ ସାଂସଦ ବିଜେପି ପ୍ରାର୍ଥୀ ଏବଂ ବିଭିନ୍ନ ଜାଗାରେ ଯେଉଁ ଦିଆହେଲା କାହିଁ ନା କାହିଁ ମୋତେ ଲାଗିଲା କି ଗୋଟେ ନିଷ୍ପତ୍ତି ଠିକ୍ ନଥିଲା। ଯଦିଓ ଏ ନିଷ୍ପତ୍ତିକୁ ମୋର ଚ୍ୟାଲେଞ୍ଜ କରିବା ଅଧିକାର ନାହିଁ, କିନ୍ତୁ ମୁଁ ଭାବିଲି ସେଟା ସେ ନିଷ୍ପତ୍ତି ନିଶ୍ଚିତ ଭାବରେ ଦଳ ସଭାପତିଙ୍କର ସେଦିନ ବ୍ୟାପାର। କିନ୍ତୁ ମୁଁ ଦେଖିଲି ଯେ ଆମେ ଯେଉଁ କାମ କରୁଛୁ ଦଳ ପାଇଁ ଆମର କିଛି ଆବଶ୍ୟକ ମୁଁ ଅନୁଭବ କଲିନି। ଏଠି ଆତ୍ମସଂବିଧାନର ଅଭାବ ରହିଛି, ଏଠି ସେଲ୍ଫ ରେସ୍ପେକ୍ଟ ନାହିଁ, ଇଣ୍ଟରନାଲ ଡେମୋକ୍ରେସି ନାହିଁ। ତ ମୁଁ ଷ୍ଟ୍ରଙ୍ଗଲି ଫିଲ୍ କଲି ଯେ ଆଜି ଦଳରେ ମୁଁ ଅନଫିଟ୍ ହେଇଯାଉଛି ଏବଂ ଯାହାକୁ ଦେଇଛନ୍ତି ବିଭିନ୍ନ ସଂସଦ ପ୍ରାର୍ଥୀ ବରଗଡ଼ ପାଇଁ ମୁଁ ତାଙ୍କ ପାଇଁ ପ୍ରଚାର କରି ଯାଇପାରିବିନି ଭାବି ଏବଂ ନିଷ୍ପତ୍ତିକୁ ମୁଁ ଗ୍ରହଣ କରିପାରୁନାହିଁ। ଏବଂ ସ୍ୱାଭିମାନ ଦୃଷ୍ଟିରୁ ମୁଁ ଆଜି ଦଳ ବାଧ୍ୟ ହେଉଛି ଦଳ ଛାଡ଼ିବା ପାଇଁ। କିନ୍ତୁ ମୁଁ ଯେହେତୁ ପବ୍ଲିକ୍ ଲାଇଫ୍ ଅଛି ରହିବି, ଆଗାମୀ ଦିନରେ କେଉଁ ଦଳକୁ ଯିବି, କ'ଣ କରିବି, ମୋର ଯେଉଁ ସହକର୍ମୀମାନେ ଅଛନ୍ତି, ମୋର ଅଛନ୍ତି ସାଙ୍ଗରେ ଜଣେ କାମ କରୁଛନ୍ତି, କ୍ୟାଡର ଅଛନ୍ତି, ମୋର ଅନେକ ହଜାର ହଜାର ସଂଖ୍ୟାରେ ଲୋକ ସାଙ୍ଗରେ ଆଲୋଚନା କରିବି ଏବଂ ନିଷ୍ପତ୍ତି ନେବି। ମୁଁ ଚାହିଁବି ପଶ୍ଚିମ ଓଡ଼ିଶାର ବିକାଶ, ବରଗଡ଼ ଜିଲ୍ଲାର ବିକାଶ, ଓଡ଼ିଶାର ବିକାଶ ପାଇଁ କାମ କରିବି। ଆମର ବିଭିନ୍ନ ବାକି କାମ ବାକି ଅଛି, ଅନେକ କାମ ହେଇଛି, ଅନେକ ବାକି ଅଛି। ମୁଁ ଧନ୍ୟବାଦ ଦେବି ଆମର ମାନ୍ୟ ସଭାପତି ନବୀନ ପଟ୍ଟନାୟକ ମହୋଦୟଙ୍କୁ ମୋ ସୁଯୋଗରେ କାମ କରିବା ପାଇଁ ତାଙ୍କ ଲିଡରସିପ୍ରେ। ଏବଂ ଆଜି ଧନ୍ୟବାଦ ଦେବି ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଲୋକଙ୍କୁ ଯେଉଁମାନେ ମୋ ରାସ୍ତା ରଖିକରି ମୋତେ ନିର୍ବାଚିତ କରିଥିଲେ ଏବଂ ବିଜେଡ଼ି MP ପଠାଇଥିଲେ। କିନ୍ତୁ ଆଉ ସୁଯୋଗ ହେଲାନି ପରବର୍ତ୍ତୀ ସମୟ ଯିବା ପାଇଁ ଲୋକସଭାକୁ ଏବଂ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ମୁଁ ଚ୍ୟାଲେଞ୍ଜ କରୁନି। ମୁଁ ଭାବିଲି ଆଜି ଦଳରେ ମୁଁ କାହିଁ ନା କାହିଁ ଆବଶ୍ୟକ ଅନୁଭବ କଲି ନାହିଁ, ତେଣୁ ଆଜି ଦଳ ଛାଡ଼ି ବାଧ୍ୟ ହେଉଛି। କିନ୍ତୁ ମୋର ଅଞ୍ଚଳ ପାଇଁ ଲୋକଙ୍କ ପାଇଁ କାମ ରହିବ। ଖାଲି ପଦପଦବୀ ରହି ଖାଲି କାମ ହୁଏନି, ପଦପଦ ନ ରହି ମଧ୍ୟ ଲୋକଙ୍କର ସେବା କରିହେବ, ଅଞ୍ଚଳ ବିକାଶ କରିହେବ। ଏବଂ ସେଇ ମୋର ଉଦ୍ଦେଶ୍ୟ ରଖିକରି ମୁଁ ଆକୁ କାମ କରିବି ଏବଂ କାମ କରିବି। ଏବଂ ଆଜି ଗୋଟେ ଚାପମୁକ୍ତ ମୁଁ ନିଜେ ଅନୁଭବ କରୁଛି ଏଠୁ ଇସ୍ତଫା ଦେଇ, କାରଣ ଏ ପ୍ରେସର ଭିତରେ କାମ କରିବା, ଏତେ କାମ କଲା ପରେ ବି ବିଭିନ୍ନ ଉପନିର୍ବାଚନରେ ରିକଗ୍ନିସନ୍ ନାହିଁ ଏବଂ ଯେଉଁଠି ଇଣ୍ଟରନାଲ ଡେମୋକ୍ରେସି ନାହିଁ, ସେ ଦଳରେ ଭାବିଲେ ମୁଁ ରହିବା ଠିକ୍ ନାହିଁ। ଏବଂ ଯେଉଁ
ସେଥିପାଇଁ ବିଜେଡ଼ି ଗଠନ ଥିଲା। ଯେଉଁ ଗଠନ ସମୟରେ ମୁଁ ବି ତାର ଗୋଟେ ବନ୍ଧୁଜୀ ବସିବା ବେଳେ କାମ କରିଥିଲୁ। ସେ ଆଭିମୁଖ୍ୟ ବର୍ତ୍ତମାନ ନାହିଁ ଦଳ ଭିତରେ, ତେଣୁ ବାଧ୍ୟ ହେଉଛି ମୁଁ ଆଜି ଦଳ ଛାଡ଼ିବା ପାଇଁ। ଏବଂ ସମସ୍ତ ମୋ ଶୁଭେଚ୍ଛୁମାନଙ୍କୁ, ମୋ ସହକର୍ମୀମାନଙ୍କୁ, ମୋ ସମସ୍ତ ଅଞ୍ଚଳବାସୀଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଦେଇ କୃତଜ୍ଞତା ଜଣାଇବି ତାଙ୍କର ମୋ ପ୍ରତି ଆଶା ବିଶ୍ୱାସ ପାଇଁ। ଏବଂ ଏ ଦଳ ଯେ ଆମର ସଭାପତି ଅଛନ୍ତି ବହୁତ ଧନ୍ୟବାଦ। ଏବଂ ମୋ ନିଶ୍ଚିତ ଭାବରେ ଏ ଅଞ୍ଚଳ ପାଇଁ ସବୁଦିନ ପାଇଁ ମୋର ସେବା ଜାରି ରହିବ। ଧନ୍ୟବାଦ, ନମସ୍କାର।